प्रणाम आज्ञा। सप्रेम जय जीव भगवत स्वरूप दिव्य आत्मन। आज जो टॉपिक अच्छी बा वीडियोटीर टाइटल अच्छी जहाँकि एक वृक्षे हंस दुई बसंती प्रिय भाव बही अर्थात भागवतंकर ये जो प्रसिद्ध पद अच्छी विशेष पद एथिरे आपणकर जीव परमर भाव कथा कहुଯାଇଛି बा जीवात्मा परमात्मार तत्व वर्णित अछंती। तेणु यह निश्चित रूप से आध्यात्मिक पथर जो मैंने अग्रगति करुछंती बा जे निजको जानिया पे सत्य को बुझिया पे प्रयास करुछंती निश्चित रूप से यही पदमान सेमानक पई अति गुरुत्वपूर्ण मन हुए। कारण जड़े आध्यात्मिक चेतनार जे परिपूर्ण अछंती बा से ज्ञान लाभ करने जाउछंती से माने निश्चित रूप से यह तत्व जानिबा उचित। प्रकृति रे जीव परम भितर एकात्मता अच्छी। केवल शब्द रो फरक प्रकृति अर्थर कोनोसी फरक नहीं ना प्रकृति रे फरक अच्छी बा भेद अच्छी। तेणु यार समाधान निश्चित रूप से आम मानकु जाना उचित। कारण जोटी संशय आसीबो सेठी साधक जिज्ञासु बा आपणकर से आध्यात्मिक मार्गी अग्रगति करिपरिबे नाही आध्यात्मिक जगत रे। तेणु निश्चित रूप से संशय रहित हवा आवश्यकता अच्छी आज्ञा। तेणु यही परिप्रेक्षी रे भागवतंकर जो प्रसिद्ध पद अच्छी बा ये आपणकर उपनिषद रे भी बाणी आज्ञा। तेणु से शब्द को आम यदि जानिबा निश्चित रूप से आमर ये भेद ज्ञान तुटिजिव। पद गुड़िक यही आज्ञा। भागवत कहती एकई वृक्षे हंस दुई बसंती प्रिय भाव बही स्वभावे बेनी साखे थांती एक न देखती समान शक्ति से बहंती बद्ध विमुक्त विनिगति। तेणु ये चारोटी वाक्य रे आपण बुझी सारी किभली भाव से हंस दुईटी अवस्था कौन किभली भाव भितर संपर्क अच्छी। वास्तव रे ये जो एक वृक्ष हंस दुई कथा कही प्रकृति रे से वृक्षटी साधारण वृक्ष नुहे से होउछंती ओलट वृक्ष जहाकू आमे मानव शरीर बोली कहि परिबा आज्ञा। वास्तव रे एई हंस दुई जो वृक्ष रे वास करती से वृक्षटी होउछि मानव शरीर। यहाकू एक ओलट वृक्ष कहा जाए। कारण जेभली भाव साधारण वृक्षर जीवन तार चेर माध्यम माटी सहित संयुक्त थाए। चेर बा मूल यदि मूल को आम काटिदेवा ताले गछटी मरी जाए आज्ञा। ठीक से भाई भाव में यही मानव शरीर मूल मुख्य जीवन सत्ता आपणकर मस्तिष्क विद्यमान थाए माने ऊपर आड़ को आज्ञा। जेभली गोटे गछर डाल पत्र जदि आम काटिदेव गछटी हुए तो बंचीब किंतु मूल को काटिदेले बंचीब ना। ठीक से भाव में ये ओलट वृक्षर जो डाल पत्र ताहाको आम आपणकर पाद बा गोड़ एवं हाथ सहित तुलना करिपरिबा। एवं मूल तत्वटी होउछंती
ଆପଣଙ୍କର ସେଇ ମସ୍ତିଷ୍କ ବା ମସ୍ତକ ଆଜ୍ଞା। ତେଣୁ ଏଇ ଯେଉଁ ଓଲଟ ବୃକ୍ଷରେ ହଂସ ଦୁଇଟି ଅଛନ୍ତି, ଅର୍ଥାତ୍ ଏଇ ମାନବ ଶରୀରରେ ବା ପ୍ରତ୍ୟେକ ପ୍ରାଣୀରେ ଭିତରେ ଏଇ ଦୁଇଟି ତତ୍ଵ ରହୁଛନ୍ତି। ବିଶେଷ କରି ମାନବ ଦେହରେ ଏଇ ଯେଉଁ ଦୁଇଟି ତତ୍ଵ ଅଛନ୍ତି, ହଂସ ଦୁଇଟି କଥା କହିଛନ୍ତି, ତାହା ନିଶ୍ଚିତ ରୂପରେ ଜାଣିବା ଆବଶ୍ୟକତା। ଏକଇ ବୃକ୍ଷେ ହଂସ ଦୁଇ ବସନ୍ତି ପ୍ରିୟ ଭାବ ବହି। ସେ ହଂସ ଦୁଇଟି ମଧ୍ୟରେ ସମ୍ପର୍କ କ'ଣ ଆଜ୍ଞା? ନା ପ୍ରିୟ ଭାବ, ପରସ୍ପର ସେ ପ୍ରିୟ, ଅପ୍ରିୟ ନୁହନ୍ତି, ଶତ୍ରୁ ନୁହନ୍ତି। ପୁନଶ୍ଚ ସ୍ୱଭାବେ ବେନି ସାକେ ଥାନ୍ତି, ଏକ ଆରେକ ନ ଦେଖନ୍ତି। ସେ ତ ପ୍ରିୟ, କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଦୁଇଟି ସ୍ଥାନରେ ବସବାସ କରନ୍ତି। ସ୍ୱଭାବେ ବେନି ଶାଖେ ଥାନ୍ତି, ଦୁଇଟି ଶାଖାରେ, ସେ ବୃକ୍ଷର ଦୁଇଟି ଶାଖାରେ ସେ ବସବାସ କରନ୍ତି। ଅର୍ଥାତ୍ ଏଠି ଆମକୁ ଆଜ୍ଞା ଭେଦଜ୍ଞାନ ଶୂନ୍ୟ ହୋଇକି ଏଇ ଓଲଟ ବୃକ୍ଷରେ ତାହାର ଅବସ୍ଥାନ ଦେଖିବାକୁ ପଡ଼ିବ। ସମାନ ଶକ୍ତି ସେ ବହନ୍ତି, ବଦ୍ଧ ବିମୁକ୍ତ ବେନି ଗତି। ଯଦି ଏଠି ଏହାର ଅର୍ଥ ଜୀବ ପରମ ହେବ ବା ଆତ୍ମା ପରମାତ୍ମା ହେବ, ତାହେଲେ ଏଠାରେ ନିଶ୍ଚିତ ରୂପରେ ଶକ୍ତିରେ ଫରକ ଆସିବା ଉଚିତ ବା ଭାବରେ ଫରକ ଆସିବା ଉଚିତ, ପ୍ରଭେଦ ଆସିବା ଉଚିତ। କିନ୍ତୁ ଏହି ଶବ୍ଦ ପଦମାନଙ୍କରେ ତାହା ବର୍ଣ୍ଣିତ ହୋଇନାହିଁ। କାରଣ ସମାନ ଶକ୍ତି ସେ ବହନ୍ତି, ବଦ୍ଧ ବିମୁକ୍ତ ବେନି ଗତି। ସେ ଦୁଇଟି ହଂସ ଯେଉଁ ଅଛନ୍ତି, ସେ ପରସ୍ପର ପ୍ରିୟ ଏବଂ ଦୁଇଟି ଅଲଗା ଅଲଗା ଜାଗାରେ ରହନ୍ତି, ସ୍ଥାନରେ ରହନ୍ତି ଏବଂ ସେ ନିଜ ନିଜର ଯେଉଁ ଶକ୍ତି ତାହା ସମାନ ଶକ୍ତି ସେ ବହନ୍ତି। ସେ ନିଜ ମଧ୍ୟରେ ସମାନ ଶକ୍ତି ବହନ କରନ୍ତି, ଧାରଣ କରନ୍ତି। ତେଣୁ ଏଥିରୁ ପ୍ରମାଣିତ ଯେ ସେ ଦୁଇଟି ପକ୍ଷୀ ଅଲଗା ନୁହନ୍ତି, ଗୋଟିଏ, କିନ୍ତୁ ତାହାଙ୍କର ଅବସ୍ଥାରେ ଫରକ ଆସେ। ପରବର୍ତ୍ତୀ ପଦମାନଙ୍କରେ ବର୍ଣ୍ଣିତ ଅଛି, ସେ ବୃକ୍ଷେ ଯେତେ ଫଳ ଫଳେ, ଏକ ଭୁଞ୍ଜଇ ତାହା ବଳେ, ଏକ ବଞ୍ଚଇ ଉପବାସେ, ନିର୍ଲେପ ନିରଞ୍ଜନ ଆସେ। ତେଣୁ ଏ ଯେଉଁ ପଦ ଅଛି, ସେ ଯେଉଁ ବା ଏଇ ମାନବ ଶରୀରରେ ଯେଉଁ ସୁଖ ଦୁଃଖ ପାପ ପୁଣ୍ୟ ଫଳ ଫଳୁଛି, ଗୋଟିଏ ତାହାକୁ ଗ୍ରହଣ କରୁଛି, କର୍ମଫଳ ଭୁଞ୍ଜୁଛି, କର୍ମଫଳ ପ୍ରାପ୍ତ କରୁଛି ଏବଂ ଅନ୍ୟଟି ଏସବୁଥିରୁ ବଞ୍ଚିତ ଅଛି। ସେ ନିଜର ନିର୍ଲେପ ନିରଞ୍ଜନ ସ୍ୱରୂପରେ ସେ ବିଦ୍ୟମାନ। ସେ ସଦାସର୍ବଦା ଏଇ ଇନ୍ଦ୍ରିୟମାନଙ୍କର ରସଭୋଗରେ ଏକ ପ୍ରକାର ବିତସ୍ପୃହ ବା ଉପବାସରେ ରହେ। ତେଣୁ ଇଏ କିଭଳି ଭାବରେ ଆଜ୍ଞା ସମ୍ଭବ? କାରଣ ଏଠି ଆପଣଙ୍କର ଆତ୍ମାର ଦୁଇ ଗୋଟି ଅବସ୍ଥା କଥା ଆଜ୍ଞା କୁହାଯାଇଛି। ଗୋଟିଏ ହେଉଛି ବଦ୍ଧ ଅବସ୍ଥା ଏବଂ ଆଉ ଗୋଟିଏ ହେଉଛି ମୁକ୍ତ ଅବସ୍ଥା। କାରଣ ଏହି ପଦମାନଙ୍କ ପୂର୍ବରୁ ଗୋଟେ ସୁନ୍ଦର ପଦ ଆସନ୍ତି ଭାଗବତରେ, ଯେ କି ଏଣୁଏ ବେନି ଅଂଶ ହୁଏ, ବଦ୍ଧ ବିମୁକ୍ତ ଭାବ ରହେ। ଏଣୁଏ ବେନି ଅଂଶ ହୁଏ, ବଦ୍ଧ ବିମୁକ୍ତ ଭାବ ରହେ। ତେଣୁ ଏ ଯେଉଁ ଆତ୍ମା ଆପଣଙ୍କର ଦୁଇଟି ଅବସ୍ଥାରେ ସିଏ ଅବସ୍ଥାନ କରନ୍ତି ବା ଆପଣଙ୍କର ସମ୍ଭାବନା ଅଛି ଦୁଇଟି। ଗୋଟିଏ ହେଉଛି ବଦ୍ଧ ଅବସ୍ଥା ଏବଂ ଆଉ ଗୋଟିଏ ହେଉଛି ବିଶେଷ ଭାବରେ ମୁକ୍ତ ଅବସ୍ଥା। ତେଣୁ ଏଣୁଏ ବେନି ଅର୍ଥାତ୍ ଇଏ ଦୁଇଟି ଅଂଶ ହୁଏ, ବଦ୍ଧ ବିମୁକ୍ତ ଭାବେ ରହେ। ତେଣୁ ଦୁଇଟି ଅଂଶ ହେଲା ସମାନ ଶକ୍ତି ଏବଂ ବଦ୍ଧ ବିମୁକ୍ତ ବନ୍ଧନଯୁକ୍ତ ଏବଂ ବିଶେଷ ଭାବରେ ମୁକ୍ତ ଭାବରେ ଦୁଇଟି ଅବସ୍ଥା ହୋଇଥାଏ ଆଜ୍ଞା। ତେଣୁ ଯେ ପର୍ଯ୍ୟନ୍ତ
ଏ ମାନବ ବା ଆତ୍ମା ଚୈତନ୍ୟ ନିଜ ସ୍ୱରୂପ ସହିତ ପରିଚିତ ହୋଇନାହାନ୍ତି, ଅନଭିଜ୍ଞ ଅଛନ୍ତି। ନିଜ ସ୍ୱରୂପ ପ୍ରତି, ନିଜର ପ୍ରକୃତ ରୂପ ପ୍ରତି ସିଏ ତାର ଜ୍ଞାନ ଲାଭ କରିନାହାନ୍ତି। ସେ ପର୍ଯ୍ୟନ୍ତ ସିଏ ଯଦିଚ ମୁକ୍ତ, କିନ୍ତୁ ସିଏ ବନ୍ଧନଯୁକ୍ତ ଭାବରେ ରହିବେ। କିପରି ସମ୍ଭବ ଆଜ୍ଞା? ନା ଯେଭଳି ଭାବରେ ଆମ୍ଭେମାନେ ସ୍ୱପ୍ନରେ ଅଜ୍ଞାନତା ଅବସ୍ଥାରେ ବେହୋସିରେ ସ୍ୱପ୍ନରେ ଥାଉ, ସ୍ୱପ୍ନ ସଂସାରକୁ ଆମେ ସତ ବୋଲି ମନେ କରୁ। ସ୍ୱପ୍ନର ଯେତେ ପ୍ରକାର ଯାତନା, ଦୁଃଖ, କଷ୍ଟ ସବୁକୁ ଆମେ ନିଜର ବୋଲି ଭାବୁ, ପ୍ରକୃତିରେ ଉପଭୋଗ କରୁଛୁ ବୋଲି ଭାବୁ। ଆମେ ଭୟଭୀତ ହଉ ବା ଖୁସି ହଉ, ଯେକୌଣସି ଘଟଣା ସମସ୍ୟା ସ୍ୱପ୍ନ ଜଗତରେ ସୃଷ୍ଟି ହୁଏ, ତାହା ସହିତ ଆମର ତାଦାତ୍ମ୍ୟ ହୋଇଯାଏ, ଏକାତ୍ମ ହୋଇଯାଏ। ତାହାକୁ ଆମେ ନିଜର ବୋଲି ଭାବି ନେଉ। ପ୍ରକୃତରେ ତାହା ବାସ୍ତବରେ ଘଟୁଛି ବୋଲି ଆମର ହୃଦବୋଧ ହୁଏ, ଯାହାଫଳରେ କି ତାହାର ପ୍ରତିକ୍ରିୟା ବା ତାର ପରିଣାମ ଏ ସ୍ଥୂଳ ଶରୀରରେ ଦେଖିବାକୁ ମିଳେ। ଅର୍ଥାତ୍ ଯଦି ସ୍ୱପ୍ନରେ ଆମେ ଡରି ଯାଉ ବା କୌଣସି ବାଘ ଆମକୁ ଗୋଡ଼େଇ ଥାଏ କାମୁଡ଼ିବା ପାଇଁ, ଯାହାଫଳରେ କି ଆମେ ଯଦି ଜୋର ବେଗରେ ଦୌଡ଼ୁଥାଉ, ତାହେଲେ ଏହି ସ୍ଥୂଳ ଶରୀରରେ ଯେତେବେଳେ ସ୍ୱପ୍ନ ଭାଙ୍ଗିଯାଏ, ସ୍ଥୂଳ ଶରୀରରେ ତାର ପ୍ରଭାବ ପଡ଼ିଥାଏ। ଅର୍ଥାତ୍ ଆମେ ଝାଳରେ ଜୁଡ଼ୁପୁଡ଼ୁ ହୋଇଥାଉ, ହୃତ୍ସ୍ପନ୍ଦନ ଜୋର ହୋଇଥାଏ। ଅର୍ଥାତ୍ ସେ ସ୍ୱପ୍ନର ଯେଉଁ ମିଥ୍ୟା ଅବସ୍ଥା, ତାହାର ପ୍ରଭାବ ଏହି ଶରୀର ଉପରେ ପଡ଼ିଥାଏ। କିନ୍ତୁ ଯେତେବେଳେ ଆମେ ଜାଗ୍ରତ ହୋଇଯାଉ, ପ୍ରକୃତରେ ଆମମାନେ ବର୍ତ୍ତମାନ ସ୍ଥିତିକି ଆସିଯାଉ, ସେତେବେଳେ ସେ ସ୍ୱପ୍ନର ଦୃଶ୍ୟାବଳୀ, ଘଟଣାବଳୀ ଆମ୍ଭମାନଙ୍କ ଉପରେ ପ୍ରଭାବ ପକାଏ ନାହିଁ। ତା ଅର୍ଥ ଏହି ଉଭୟ ଅବସ୍ଥାରେ, ଜାଗ୍ରତ ଅବସ୍ଥାରେ ଏବଂ ସ୍ୱପ୍ନ ଅବସ୍ଥାରେ ସେ ଗୋଟିଏ ତତ୍ତ୍ୱ ବା ଆତ୍ମତତ୍ତ୍ୱ ଦୁଇଟି ଅବସ୍ଥାର ଅନୁଭୂତି ନେଇକି ଆସେ। ଗୋଟିଏ ଅବସ୍ଥାରେ ବଦ୍ଧ ଅବସ୍ଥା ବା ବନ୍ଧନଯୁକ୍ତ ଅବସ୍ଥା, ଅଜ୍ଞାନ ଅବସ୍ଥା, ଏବଂ ଅନ୍ୟ ଅବସ୍ଥାରେ ସିଏ ଚେତନଯୁକ୍ତ ବା ଆପଣଙ୍କର ସେ ବିମୁକ୍ତ ଅବସ୍ଥା। ତେଣୁ ସ୍ୱପ୍ନ ସଂସାରକୁ ଯେଭଳି ଭାବରେ ଆମେ ଜାଣିପାରିଲେ, ଠିକ୍ ସେହିଭଳି ଭାବରେ ଏଇ ଯେଉଁ ଆତ୍ମତତ୍ତ୍ୱ ରହୁଛନ୍ତି ବା ଏଇ ମାନବ ଆତ୍ମା, ତାହାର ଦୁଇଟି ଅବସ୍ଥା ଅଛି। ଗୋଟିଏ ସିଏ ମନ ସହିତ, ଇନ୍ଦ୍ରିୟ ସହିତ, ସାଂସାରିକ ବିଷୟ ବାସନା ସହିତ ଯୁକ୍ତ ହୋଇକି ରହିବ, ଯାହାକି ତାହାର ବଦ୍ଧ ଅବସ୍ଥା, ଏବଂ ଅନ୍ୟଟି ଆପଣଙ୍କର ବିମୁକ୍ତ ଅବସ୍ଥା, ଯାହାକି ନିଜର ସ୍ୱରୂପ, ସଚ୍ଚିଦାନନ୍ଦ ସ୍ୱରୂପ, ନିର୍ଲିପ୍ତ ସ୍ୱରୂପ, ନିର୍ମଳ ଭାବ। ଏ ଦୁଇଟି ପରସ୍ପର ଆପଣଙ୍କର ବିପରୀତ ଆଜ୍ଞା। ତେଣୁ ଯଥାର୍ଥରେ ଭାଗବତ କହିଲେ, ସ୍ୱଭାବେ ବେନି ଶାଖେ ଥାନ୍ତି, ଏକ ଆରେକ ନ ଦେଖନ୍ତି। ସେ ଦୁଇଟି ଅବସ୍ଥାରେ ଥାନ୍ତି। ଶାଖା ମାନେ ଦୁଇଟି ସ୍ଥାନରେ, ଦୁଇଟି ଅବସ୍ଥାରେ, ଦୁଇଟି ଭାବରେ ଏକ ଆରେକ ନ ଦେଖନ୍ତି। ପ୍ରକୃତରେ ବଦ୍ଧ ଅବସ୍ଥାରେ ସେ ବିମୁକ୍ତ ଅବସ୍ଥାକୁ ଦେଖିପାରନ୍ତି ନାହିଁ, ବା ବିମୁକ୍ତ ଅବସ୍ଥାରେ ଥିବାବେଳେ ବଦ୍ଧ ଅବସ୍ଥାକୁ ଦେଖିପାରନ୍ତି ନାହିଁ। ଯେଭଳି ଭାବରେ ଆମେ ଯେତେବେଳେ ସ୍ୱପ୍ନର ସେଇ ଅଜ୍ଞାନ ଅବସ୍ଥାରେ ଥାଉ, ସେତେବେଳେ ଆମେ ଜାଗ୍ରତର ବା ସଚେତନ ଅବସ୍ଥା ସହିତ ପରିଚିତ ନଥାଉ। ଆଉ ଯେତେବେଳେ ଆପଣଙ୍କର ଜାଗ୍ରତ ଅବସ୍ଥାରେ ଥାଉ, ସେତେବେଳେ ସ୍ୱପ୍ନ ଅବସ୍ଥା ସହିତ ପରିଚିତ ନଥାଉ ବା ସ୍ୱପ୍ନ ଅବସ୍ଥା ସହିତ ଜଡ଼ିତ ନଥାଉ। ଯଦି ତ ସ୍ୱପ୍ନ ଅବସ୍ଥାର ଘଟଣାବଳୀ ଆମମାନଙ୍କର ମନେ ଥାଏ, କିନ୍ତୁ ସେଥିରେ ଆମେ ଜଡ଼ିତ, ଭୟଭୀତ ବା ପ୍ରଭାବିତ ନଥାଉ। ଠିକ୍ ସେଇଭଳି ଭାବରେ ଯେତେବେଳେ ଏହି ଆତ୍ମା ଆପଣଙ୍କର ସ୍ୱରୂପ ଜ୍ଞାନ ପାଇନଥାଏ, ସଦ୍ଜ୍ଞାନ ହୋଇନଥାଏ, ଆତ୍ମଜ୍ଞାନ ଲାଭ କରିନଥାଏ, ସେ ଆପଣଙ୍କର ବଦ୍ଧ ଅବସ୍ଥାରେ ଥାଏ, ଅର୍ଥାତ୍ ଅଜ୍ଞାନଯୁକ୍ତ ଅବସ୍ଥାରେ ଥାଏ। କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦ୍ୱେଷ ଆଦି ବିକାର ସହିତ ଯୁକ୍ତ ଥାଏ। ମନ ସହିତ, ଇନ୍ଦ୍ରିୟ ସହିତ, ଇନ୍ଦ୍ରିୟ ବିଷୟ ସହିତ ଯୁକ୍ତ ଥାଏ। କର୍ମଫଳ ସହିତ ଯୁକ୍ତ ଥାଏ। ସେହି ଅବସ୍ଥାରେ ନିଜର ଯେଉଁ ଶୁଦ୍ଧ ସ୍ୱରୂପ, ସଚ୍ଚିତ ଆନନ୍ଦ, ନିର୍ଲିପ୍ତ, ନିରଞ୍ଜନ, ନିର୍ମଳ ସ୍ୱରୂପ ସହିତ ସିଏ ପରିଚିତ ନଥାଏ। ତେଣୁ ଏ ଦୁଇଟି ପରସ୍ପର ବିପରୀତ। ଗୋଟିଏ ମୁକ୍ତ ଅବସ୍ଥା ଏବଂ ଅନ୍ୟଟି ବନ୍ଧନଯୁକ୍ତ ଅବସ୍ଥା ବା ବଦ୍ଧ ଅବସ୍ଥା। କିନ୍ତୁ ଏହି ଦୁଇଟି ଅବସ୍ଥାରେ ଯେଉଁ କମନ୍ ଫ୍ୟାକ୍ଟର ରହୁଛି, ଯେଉଁ ସାଧାରଣ
ତତ୍ତ୍ୱ ରହୁଛନ୍ତି ସେ ହେଉଛନ୍ତି ସେଇ ଆତ୍ମତତ୍ତ୍ୱ ବା ଆମେ ସ୍ୱୟଂ ନିଜକୁ ନିଜେ। ତେଣୁ ଏ ଦୁଇଟି ଅବସ୍ଥା ସହିତ ଯିଏ ପରିଚିତ ହୋଇଯାଆନ୍ତି ଭଲ ଭାବରେ ସିଏ ବିଶେଷ ଭାବରେ ମୁକ୍ତ ହୋଇଯାଆନ୍ତି ଆଜ୍ଞା। ତେଣୁ ଏଇ ଜୀବର ବା ଆତ୍ମାର ଯେଉଁ ଅପ୍ରକୃତ ସ୍ୱରୂପ ଅଛି ଯାହାକି ଆନନ୍ଦ ସ୍ୱରୂପ, ସେ ଆନନ୍ଦ ସ୍ୱରୂପ ହେଉଛନ୍ତି ଆପଣଙ୍କର ସାକ୍ଷୀ ସ୍ୱରୂପ। ସକଳ କର୍ମର ସାକ୍ଷୀ, ମନର ପ୍ରତ୍ୟେକ ବିଚାର ପ୍ରତି ସେ ସଜାଗ ରୁହନ୍ତି, ସାକ୍ଷୀ ସଦୃଶ ରୁହନ୍ତି, ଯାହାର କି ପ୍ରମାଣ ଏ ଭାଗବତରେ ଉଲ୍ଲେଖ ଅଛି ଯେ କି ଏକ ବଞ୍ଚଇ ଉପବାସେ ନିର୍ଲେପ ନିରଞ୍ଜନ ଆସେ ନିତ୍ୟ ଆନନ୍ଦ ପରିପୂର୍ଣ୍ଣେ ସକଳ ଦେଖଇ ନୟନେ। ତେଣୁ ଗୋଟିଏ ଅବସ୍ଥାରେ ସେ ସାକ୍ଷୀ ଭାବରେ ଆପଣଙ୍କର ଏ ଶରୀରର ବା ମନର ପ୍ରତ୍ୟେକଟି କର୍ମ ପ୍ରତି ସଜାଗ ଥାଏ ଏବଂ ମନ ଯେଉଁ ଯେଉଁ ବିଷୟ ପ୍ରତି ଆସକ୍ତ ହୁଏ ସେଥିରୁ ସେ ନିଜକୁ ଉପବାସ ସଦୃଶ ବା ଶରୀରରେ ଯେଉଁ ସୁଖ ଦୁଃଖ ମାନ ଅପମାନ ରୂପକ ଫଳ ଫଳେ ସେଥିରେ ଧାର ଧାରେ ନାହିଁ, ସେଥିରୁ ସେ ନିଜକୁ ବଞ୍ଚିତ କରେ। ସେ ନିର୍ଲିପ୍ତ ରହେ, ନିରଞ୍ଜନ ବା ସେ ନିର୍ମଳ ଅଞ୍ଜନ ରହିତ ଅବସ୍ଥାରେ ରହେ ଏବଂ ନିତ୍ୟ ଆନନ୍ଦ ପରିପୂର୍ଣ୍ଣ। ପ୍ରତି ମୁହୂର୍ତ୍ତରେ ନିଜର ଆନନ୍ଦ ସହିତ ସେ ପରିଚିତ, ନିଜ ସ୍ୱରୂପ ସହିତ ସେ ପରିଚିତ, ସକଳ ଦେଖଇ ନୟନେ। ତେଣୁ ସେ ସାକ୍ଷୀ ରୂପରେ ଥାଏ, ନିଜର ଆନନ୍ଦ ସ୍ୱରୂପରେ ଥାଏ। ନ ଜାଣେ ପୁଣି ନିଜ ପର ଏଣୁ ନିର୍ମଳ ଜ୍ଞାନଥର। ତେଣୁ ସେଇ ବିମୁକ୍ତ ଅବସ୍ଥାରେ ବା ସ୍ୱରୂପ ଅବସ୍ଥାରେ ତା ଭିତରୁ ଦେହ ଜ୍ଞାନ ପରିତ୍ୟାଗ କରିଥାଏ, ଦେହ ଜ୍ଞାନ ହଜି ଯାଇଥାଏ। ସେଥିରେ ତାର ପର ଆପଣାର ନିଜର ବା ଶତ୍ରୁ ମିତ୍ର କିଛି ନଥାନ୍ତି। ସେ ଊର୍ଦ୍ଧ୍ୱକୁ ଉଠିଯାଏ, ସେ ଦ୍ୱନ୍ଦ୍ୱାତୀତ ହୋଇଯାଏ। ସୁଖ ଦୁଃଖ ଭଲ ମନ୍ଦ ଆପଣ ଲାଭ କ୍ଷତି ମିତ୍ର ଶତ୍ରୁ ସବୁ ପରେ ହେଇଯାଏ, ସେ ଉପରକୁ ଉଠିଯାଏ ସେଇ ଅବସ୍ଥାରେ। ତେଣୁ ତାର ଜ୍ଞାନଟି ନିର୍ମଳ ଥାଏ, ପବିତ୍ର ଥାଏ, ପରିଷ୍କାର ଥାଏ। କିନ୍ତୁ ଯେତେବେଳେ ସେ এই ଅବସ୍ଥା ସହିତ ନିଜର ବିଶେଷ ମୁକ୍ତ ଅବସ୍ଥା ସହିତ ପରିଚିତ ନଥାଏ, ସେତେବେଳେ କ'ଣ ହୁଏ ନା ଯେ ହଂସ ବୃକ୍ଷ ଫଳ ଖାଇ ଲୋଭେ ବନ୍ଧନ ତାର ଦେହି। ତେଣୁ ଯେଉଁ ଅବସ୍ଥାରେ ସିଏ ନିଜର ସ୍ୱରୂପ ଜ୍ଞାନ ଭୁଲି ଯାଇଥାଏ, ଅଜ୍ଞାନ ଅବସ୍ଥାରେ ସିଏ ମନ ସହିତ ଯୁକ୍ତ ହୋଇ ଇନ୍ଦ୍ରିୟ ସହିତ ଯୁକ୍ତ ହୋଇ ଇନ୍ଦ୍ରିୟ ଭୋଗରେ ମାତିଯାଏ। ତେଣୁ ସେଇ ଦେହ ବା ଦେହୀ ଭାବରେ ଦେହରେ ବନ୍ଦୀ ହୋଇଯାଏ, କର୍ମଫଳରେ ବନ୍ଧନରେ ସେ ବନ୍ଦୀ ହୋଇଯାଏ, ସୁଖ ଦୁଃଖ ଭୋଗ କରେ। ଅଜ୍ଞାନେ ନ ଜାଣଇ କିଛି ଏମନ୍ତ ବେନି ଆତ୍ମା ଲକ୍ଷୀ। ତେଣୁ ଯେଉଁ ଆତ୍ମାର ଦୁଇଟି ଅବସ୍ଥା ବା ଦୁଇଟି ପଦ, ଗୋଟିଏ ବଦ୍ଧ ଅବସ୍ଥା ଏବଂ ଆଉ ଅନ୍ୟଟି ବିଶେଷ ମୁକ୍ତ ଅବସ୍ଥା। ଯେଉଁ ଅବସ୍ଥାରେ ସେ ଅଜ୍ଞାନ ସହିତ ଜଡ଼ିତ ଥାଏ, ସେ ଅବସ୍ଥାରେ ସେ ନିଜର ସ୍ୱରୂପ ଚିନ୍ତରୁ ଆପଣ ବଞ୍ଚିତ ଥାଏ, ନିଜର ନିର୍ଲିପ୍ତ ଅବସ୍ଥାରୁ ସେ ବଞ୍ଚିତ ଥାଏ, ଯାହାଫଳରେ କି ସିଏ ଆପଣ ବନ୍ଧନଯୁକ୍ତ ହୋଇଥାଏ। ତେଣୁ ଏଥିରୁ ପ୍ରମାଣିତ ଯେ ପ୍ରକୃତରେ ଯେଉଁ ଜୀବ ପରମ କଥା କୁହାଯାଏ ବା ଆତ୍ମା ପରମାତ୍ମା କଥା କୁହାଯାଏ, ତାହା ଦୁଇଟି ତତ୍ତ୍ୱ ନୁହେଁ, ତାହା ଗୋଟିଏ ତତ୍ତ୍ୱ, କିନ୍ତୁ ଦୁଇଟି ଅବସ୍ଥା। ଗୋଟିଏ ଜ୍ଞାନଯୁକ୍ତ ଅବସ୍ଥା, ଅନ୍ୟଟି ଅଜ୍ଞାନଯୁକ୍ତ ଅବସ୍ଥା। ତେଣୁ ଏହି ଜ୍ଞାନ ଯଦି ଆମେ ଦୃଢ଼ ନ ହେବା, ତାହେଲେ ସାରା ଜୀବନ ଆମେ ଏହି ଦ୍ୱୈତ ଜ୍ଞାନରେ ଜୀବ ପରମ ଆତ୍ମା ପରମାତ୍ମା ଏ ଯେଉଁ ଭେଦ ଶବ୍ଦ ଅଛି ତାହାରି ମଧ୍ୟରେ ହଜି ମଜି ଯିବା। ତେଣୁ ଜଣେ ସାଧକ ମଧ୍ୟରେ ବା ଜଣେ ଜିଜ୍ଞାସୁ ଭିତରେ ଏହି ଯେଉଁ ଭେଦ ଜ୍ଞାନ ଅଛି ଜୀବ ପରମ ବା ଆତ୍ମା ପରମାତ୍ମା, ଯେପର୍ଯ୍ୟନ୍ତ ଏହି ଭେଦ ଜ୍ଞାନ ତୁଟି ନାହିଁ, ସମାଧାନ ହେଇନାହିଁ, ସେ ପର୍ଯ୍ୟନ୍ତ ପ୍ରକୃତରେ ସେ ଆଧ୍ୟାତ୍ମିକ ପଥରେ ବା ନିଜ ସ୍ୱରୂପ ଅନୁଭବରେ ସେ ଦ୍ୱନ୍ଦ୍ୱରେ ଥିବ, ସନ୍ଦେହରେ ଥିବ ଏବଂ ନିଜ ସ୍ୱରୂପରୁ ବଞ୍ଚିତ ଥିବ। ଯାହାଫଳରେ କି ନିଜର ଯେଉଁ ପ୍ରକୃତ ବିଶେଷ ଭାବରେ ମୁକ୍ତ ଅବସ୍ଥା, ଯାହାକି ନିଜର ସ୍ୱଭାବ, ସେଥିରୁ ସେ ବଞ୍ଚିତ ହୋଇ ଏହି ମାନବ ଜୀବନକୁ ବିଫଳ କରିଦେବ। ତେଣୁ ଆସନ୍ତୁ ପ୍ରକୃତରେ ଏ ଯେଉଁ ହଂସ ତତ୍ତ୍ୱକୁ ବୁଝିବା ଏବଂ ତା ସହିତ ଯେଉଁ ଜୀବ ପରମର ଯେଉଁ ଭାବ ଦୁଇଟି ଅବସ୍ଥା ଅଛି
ତା ସହିତ ପରିଚିତ ହେବା, ଯାହାଫଳରେ କି ଆପଣମାନେ ଏହି ଭିଡ଼ିଓରେ ଯେଉଁଭଳି ବର୍ଣ୍ଣିତ ଅଛନ୍ତି ତାହାକୁ ଯଦି ପ୍ରକୃତରେ ହୃଦୟ ସହିତ ଗ୍ରହଣ କରନ୍ତି ତ ନିଶ୍ଚିତ ରୂପରେ ଆପଣଙ୍କ ଭିତରେ ସେହି ଭେଦ ତତ୍ତ୍ୱ ଆପଣଙ୍କ ଦୂରୀଭୂତ ହେବ। କାରଣ ଭାଗବତ କହନ୍ତି ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି ଭବସାଗର ଦୂରି ଯାଆନ୍ତି। ତେଣୁ ବାସ୍ତବରେ ଭବସାଗରରୁ ବା ଏହି ସଂସାର ଭିତରୁ ଉଦ୍ଧାର ହେବା ପାଇଁ କେବଳ ତତ୍ତ୍ୱଟା ଜାଣିବାକୁ ପଡ଼ିବ। ପ୍ରକୃତ ବାସ୍ତବିକ ସତ୍ୟ କ'ଣ, ପ୍ରକୃତର ତାହା ଭିତରେ ଯେଉଁ ଅଛି ଗୂଢ଼ ତତ୍ତ୍ୱ ରହସ୍ୟ ଅଛି, ଯଦି ଆମେ ଜାଣିଯିବା ବୁଝିଯିବା ହୃଦୟଙ୍ଗମ କରିବା ତାହେଲେ ମୁକ୍ତି ଆନନ୍ଦ ବା ସ୍ୱରୂପ ପ୍ରାପ୍ତି ତାହା ଦୂର ନୁହେଁ ଆଜ୍ଞା, ଅସମ୍ଭବ ନୁହେଁ, ତାହା ସମ୍ଭବ ଅତି ନିକଟ, ଯାହାକି ଆମେ ସ୍ୱୟଂ ନିଜକୁ ନିଜେ। ତେଣୁ ଆତ୍ମା ସ୍ୱଭାବରେ ସେ ମୁକ୍ତ ସ୍ୱରୂପ ଆନନ୍ଦ ସ୍ୱରୂପ ନିଜ ସ୍ୱରୂପ ପ୍ରତି ସେ ବିମୁଖ ହୋଇଯାଇଛି। ଅଜ୍ଞାନବଶତଃ ସେ ମନ ସହିତ ତାଦାତ୍ମ୍ୟ କରିଛି, ବିଷୟ ସହିତ ତାଦାତ୍ମ୍ୟ କରିଛି, ନିଜର ଏକ ବଦ୍ଧ ସ୍ୱରୂପ ସହିତ ସେ ବଞ୍ଚୁଛି। ତେଣୁ ଆସନ୍ତୁ ନିଜ ଭିତରେ ଯେଉଁ ଭେଦ ଜ୍ଞାନ ଅଛି, ଦ୍ୱୈତ ଜ୍ଞାନ ଅଛି, ତାହାର ମୂଳୋତ୍ପାଟନ କରି ନିଜ ସ୍ୱରୂପ ଅଭିମୁଖେ ଯାତ୍ରା କରିବା, ଅନ୍ତର୍ମୁଖୀ ହେବା, ଇନ୍ଦ୍ରିୟମାନଙ୍କୁ ସଂଯମ କରି ସାଧନା ପରାୟଣ ହୋଇ ନିଜର ଯେଉଁ ବାସ୍ତବିକ ମୁକ୍ତ ସ୍ୱରୂପ ଆନନ୍ଦ ସ୍ୱରୂପ ନିର୍ଲିପ୍ତ ସ୍ୱରୂପ ସାକ୍ଷୀ ସ୍ୱରୂପ ସହିତ ପରିଚିତ ହେବା ଏବଂ ଯାହାଫଳରେ କି ଭବସାଗରର ଯେତେ ବନ୍ଧନ ଅଛି, ଦୁଃଖ ସୁଖ ମାନ ଅପମାନର ଊର୍ଦ୍ଧ୍ୱକୁ ଉଠି ଆମ ମାନବ ଜୀବନକୁ ସଫଳୀକୃତ କରିବା, ନିଜ ସ୍ୱରୂପ ସହିତ ପରିଚିତ ହୋଇ ଆମ ଜୀବନରେ ଆନନ୍ଦ ଶାନ୍ତି ଭାଇଚାରା ବା ଆପଣଙ୍କର ନିର୍ଭୟତା ପ୍ରାପ୍ତ କରି ଏ ଜୀବନକୁ ସାର୍ଥକ କରିବା। ଏତିକି କରି କହି ଆପଣମାନ ସମସ୍ତଙ୍କର ସର୍ବାଙ୍ଗୀନ ଉନ୍ନତି କାମନା କରି ବାଣୀକି ବିଶ୍ରାମ ଦେଉଛି। ପ୍ରଣାମ ଆଜ୍ଞା, ସପ୍ରେମ ଜୟ ଜୀବ।